ଆପଣମାନଙ୍କୁ ସ୍ୱାଗତ କରୁଅଛି VOD TV ତରଫରୁ। ମୁଁ ସୁଶାନ୍ତ ପାଢ଼ୀ। ଦିବ୍ୟ ଦର୍ଶନ ସଂଘର 37ତମ ସର୍ବଭାରତୀୟ ଦିବ୍ୟ ସମ୍ମିଳନୀର ଆଜି ଶୁଭ ଉଦ୍ଘାଟନ। ଇଂରାଜୀ ତାରିଖ 3/1/2025 ତାରିଖ ଶୁକ୍ରବାର ଦିନ ପୂର୍ବାହ୍ନ 10 ଘଣ୍ଟା ସମୟରେ ସଂଘର କେନ୍ଦ୍ରୀୟ ସଦସ୍ୟମାନଙ୍କ ଉପସ୍ଥିତିରେ ସଭାପତି ପୂଜ୍ୟ ରବୀନ୍ଦ୍ରନାଥ ଭାଇ ପ୍ରଦୀପ ପ୍ରଜ୍ୱଳନ କରି ସର୍ବଭାରତୀୟ ଦିବ୍ୟ ସମ୍ମିଳନୀର ଶୁଭ ଉଦ୍ଘାଟନ କରିଥିଲେ। ଉପସ୍ଥିତ ଗୁରୁ ଭାଇ ଭଉଣୀମାନେ ସମବେତ ଭାବରେ ଓଙ୍କାର ଧ୍ୱନି ଓ ଗୁରୁ ବନ୍ଦନା କରିଥିଲେ। ଏହା ପରେ ପରେ ସଂଘର ପ୍ରାରମ୍ଭିକ ପ୍ରାର୍ଥନା ଗାନ କରାଯାଇ କିଛି ଭକ୍ତି ସଙ୍ଗୀତ ପରିବେଷଣ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା। ଦିବ୍ୟ ସମ୍ମିଳନୀ ସତ୍ସଙ୍ଗ ମାଧ୍ୟମରେ ଆରମ୍ଭ କରାଯାଇଥିଲା। କେନ୍ଦ୍ରୀୟ ସମ୍ପାଦକ ପୂଜ୍ୟ କେଶବ ଭାଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରାଯାଇଥିବା ଜଣାପଡ଼ିଅଛି। ପ୍ରାରମ୍ଭିକ ବାର୍ତ୍ତା ଭାବରେ ପୂଜ୍ୟ ସଭାପତି ପ୍ରବଚନ ମାଧ୍ୟମରେ ସାମ୍ପ୍ରତିକ ସମୟରେ ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ପ୍ରତିଷ୍ଠିତ ଦିବ୍ୟ ଦର୍ଶନ ସଂଘ ସତ୍ୟ ଜ୍ଞାନ ଓ ସନାତନ ଧର୍ମର ବିଷୟବସ୍ତୁକୁ ପ୍ରଚାର ପ୍ରସାର କରି ସମାଜ ତଥା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବାର ଉଦ୍ୟମ କରାଯାଉଥିବା ଜଣାପଡ଼ିଅଛି। ଅଦ୍ୱୈତବାଦର ପ୍ରଚାର କରି ସମାଜରେ ଭ୍ରାତୃତ୍ୱ ଭାବର ବାର୍ତ୍ତା ପ୍ରଦାନ କରୁଅଛି। ସତ୍ୟ ଓ କଳିର ଘଡ଼ିସନ୍ଧି ମୁହୂର୍ତ୍ତରେ ସଦ୍ଗୁରୁଙ୍କ ଆବିର୍ଭାବ ଘୋର କଳିର ଅବସାନ ଘଟାଇ ମଣିଷ ଭିତରେ ଦିବ୍ୟ ଭାବ ବିଚାରର ଉଦ୍ରେକ କରି ସତ୍ୟ ଯୁଗକୁ ପାଛୋଟି ଆଣିବାର ପ୍ରୟାସ କରୁଅଛି। ମଣିଷ ସମାଜ ସତ୍ୟ ଜ୍ଞାନ ଓ ସନାତନ ଧର୍ମର ପ୍ରକୃତ ସ୍ୱରୂପକୁ ବୁଝନ୍ତୁ। ସମସ୍ତେ ଦୁଃଖ ଅଶାନ୍ତି ଓ ବନ୍ଧନମୁକ୍ତ ହୋଇ ସ୍ୱରୂପ ଲାଭ କରନ୍ତୁ ବୋଲି ପ୍ରକାଶ କରିଥିଲେ। ଏହାପରେ ସମ୍ପାଦକ ପୂଜ୍ୟ କେଶବ ଭାଇ ଦିବ୍ୟ ଦର୍ଶନ ସଂଘର ପ୍ରତିଷ୍ଠାତା ପୂଜ୍ୟ ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଜୀବନ ଓ ତାଙ୍କ ଦର୍ଶନ ସମ୍ପର୍କରେ ପ୍ରକାଶ କରିଥିଲେ। ଏହି ପୁଣ୍ୟ ପବିତ୍ର ମାଟି ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ ଅନ୍ତର୍ଗତ ଗୁଡ଼ିଆବନ୍ଧ ଗ୍ରାମରେ ପୂଜ୍ୟ ସଦ୍ଗୁରୁଦେବ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜୀବନ ହିଁ ଥିଲା ଦର୍ଶନ। ତାଙ୍କ ବାଣୀ ହେଲା, ଯେକୌଣସି ଧର୍ମାବଲମ୍ବୀ ବା ମତବାଦୀ ହୁଅନ୍ତୁ ନା କାହିଁକି, ଆତ୍ମଜ୍ଞାନ ବିନା ମୁକ୍ତି ଅସମ୍ଭବ। ତେଣୁ ଦିବ୍ୟ ଦର୍ଶନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ସତ୍ୟ ଜ୍ଞାନ ଆତ୍ମଜ୍ଞାନ ଶିକ୍ଷା କରି ନିଜ ସ୍ୱରୂପ ପ୍ରାପ୍ତି କରନ୍ତୁ ବୋଲି ପୂଜ୍ୟ ସଦ୍ଗୁରୁ ଦିବ୍ୟ ଦର୍ଶନ ସଂଘ ସୃଷ୍ଟି କରିଛନ୍ତି ବୋଲି ପ୍ରକାଶ କରିଥିଲେ। ସାନ୍ଧ୍ୟ ଅଧିବେଶନରେ ସଂଘର ଯୋଗାଚାର୍ଯ୍ୟ ପୂଜ୍ୟ ସୁନାରାମ ଭାଇ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ସମ୍ପର୍କରେ ପ୍ରକାଶ କରିଥିଲେ। ମଣିଷର ଜନ୍ମଗ୍ରହଣ ସୁଖ ଶାନ୍ତି ଆନନ୍ଦ ଲାଭ କରି ମୁକ୍ତ ଜୀବନଯାପନ ପାଇଁ ଏହା ସଦ୍ଗୁରୁ ବରଣ କରି ସତ୍ୟ ଜ୍ଞାନ ଭଗବତ ଜ୍ଞାନ ଶିକ୍ଷା ସହ ପାଳନ ଦ୍ୱାରା ହିଁ ସମ୍ଭବ ବୋଲି ପ୍ରକାଶ କରିଥିଲେ। ଏହାପରେ ସଂଘ ଉପସଭାପତି ପୂଜ୍ୟ ବିଶ୍ୱନାଥ ଭାଇ ଭଗବାନଙ୍କ ପରିଚୟ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଯିଏ ସମସ୍ତଙ୍କ ଜୀବନ ଭିତରେ ଜୀବନ ହୋଇ ପ୍ରକାଶ ପାଉଅଛନ୍ତି, ଯାହାଙ୍କ ଯୋଗୁଁ ସୃଷ୍ଟିରେ ଯାବତୀୟ ପରିବର୍ତ୍ତନ ସମ୍ଭବ ହୋଇପାରୁଅଛି, ତାଙ୍କ ପରିଚୟ ଜଣେ ସଦ୍ଗୁରୁଙ୍କ ଶିଷ୍ୟ ଶିଷ୍ୟା ହିଁ ଉତ୍ତମ ରୂପେ ବୁଝିପାରିବେ ବୋଲି ପ୍ରକାଶ କରିଥିଲେ। ସର୍ବଭାରତୀୟ ଦିବ୍ୟ ସମ୍ମିଳନୀର ପ୍ରଥମ ଦିବସରେ ପ୍ରାୟ 5000ରୁ ଉର୍ଦ୍ଧ୍ୱ ସଦ୍ଗୁରୁଙ୍କ ଶିଷ୍ୟ ଶିଷ୍ୟା ଓ ଆଧ୍ୟାତ୍ମିକ ପ୍ରେମୀ ସୁଧୀବୃନ୍ଦ ଯୋଗଦାନ କରିଥିବା ଜଣାପଡ଼ିଅଛି। ଏହା 3 ଦିନ ବ୍ୟାପୀ ଚାଲିବ ବୋଲି ସୂଚନା ମଧ୍ୟ ମିଳିଥିବା ଜଣାପଡ଼ିଅଛି। ଅର୍ଥାତ୍ ଇଂରାଜୀ ତାରିଖ
5/1/2025 रविवार जाई ଏହି କାର୍ଯ୍ୟକ୍ରମଟି ଜାରି ରହିବ। ଏହି କାର୍ଯ୍ୟକ୍ରମଟିକୁ ରାୟଗଡ଼ା ଶାଖା ଦ୍ୱାରା ଆୟୋଜନ କରାଯାଇଥିବା ସୂଚନା ମିଳିଅଛି। ବ୍ୟୁରୋ ରିପୋର୍ଟ, VOD TV।